ଜୟ ମା ଭବାନୀ। ଡରିବାର କିଛି କାରଣ ନାହିଁ। ଅସଫଳତାକୁ ଧରି ବସିବାର ନାହିଁ। ଏ ସମୟ ଚକ୍ର ଘୁରୁଛି, ଘୁରିବ। ଦୁଃଖ ସରିବ, ସୁଖ ଆସିବ। ସୁଖ ବି ସରିବ, ସଂଘର୍ଷ ଆସିବ। ଚିନ୍ତା କର ନାହିଁ, ସଜାଗ ରୁହ, ସତର୍କ ରୁହ। ସୁଖ ସମୃଦ୍ଧିର ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ନିଜ ଅସ୍ତ୍ର ଭାବରେ ବ୍ୟବହାର କର ଆଗକୁ ଆସୁଥିବା ଦୁଃଖ ସଂଘର୍ଷକୁ ପ୍ରତିହତ କରିବା ପାଇଁ। ଭବିଷ୍ୟତକୁ ଠିକରେ ରଖିବାକୁ ପଦକ୍ଷେପ ନିଅ। ଏ ଦୁନିଆ ତୁମ ପାଦରେ, ବିଜୟ ତୁମ ମୁଣ୍ଡରେ ମୁକୁଟ ପିନ୍ଧାଇବ। ଆଷ୍ଟ୍ରୋ ଶକ୍ତି କାର୍ଯ୍ୟକ୍ରମକୁ ମୁଁ ପ୍ରଦୀପ୍ତ ମହାନ୍ତି ସ୍ୱାଗତ ଜଣାଉଛି। ଆଷ୍ଟ୍ରୋଲୋଜିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତିକାର ଉପାୟ। ମୋର ଆଗକୁ ଖରାପ ଅଛି ଏହାକୁ ଜାଣିଲେ ଏହା ସେତେଟା ଉପଯୋଗୀ ନୁହେଁ ଯଦି ଆମେମାନେ ଜାଣି ନପାରିବା କ'ଣ କଲେ ଅସୁବିଧାକୁ ଦୂର କରି କେମିତି ଶୁଭ ଫଳ ଅଧିକ ମାତ୍ରାରେ ପାଇପାରିବା। ଆଜି ଜାଣିବା ବୃଷ ରାଶି ଏବଂ ଲଗ୍ନ ପାଇଁ 2026 କେମିତି ରହିବ ଏବଂ କ'ଣ କଲେ ଅଶୁଭ ଫଳ କମ୍ ହୋଇ ଶୁଭ ଫଳ ଅଧିକ ପରିମାଣରେ ମିଳିପାରିବ। କେବଳ ରାଶିକୁ ନେଇ ଯଦି ଫଳାଦେଶ କରୁଛନ୍ତି ତାହେଲେ ଏହା 100% ହୋଇପାରିନଥାଏ। ରାଶିର ଫଳାଦେଶ 50% ଏବଂ ଲଗ୍ନର ଫଳାଦେଶ 50%। ଉଭୟ ଭଲ ଥିଲେ ରେଜଲ୍ଟ 100% ଆସିଥାଏ। ଗୋଟିଏ ଭଲ ଥିଲେ 50%, ଦୁଇଟି ଯାକ ଖରାପ ଥିଲେ ଏହା ବହୁତ କ୍ଷତିକାରକ ହୋଇଥାଏ। ନାମ ରାଶିରୁ କେବଳ 30% ଫଳାଦେଶ ମିଳିଥାଏ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ ମୋର ପ୍ରତ୍ୟେକଟି ଭିଡ଼ିଓ ଆପଣ ଏବଂ ଅନ୍ୟମାନଙ୍କ ପାଖରେ ପହଞ୍ଚି ଯାଇପାରିବ। 4ଟି ଗ୍ରହର ପ୍ରଭାବ ବହୁତ ଅଧିକ ମାତ୍ରାରେ ଆମମାନଙ୍କୁ ପ୍ରଭାବିତ କରିଥାଏ। ଏହି 4ଟି ଯାକ ଗ୍ରହ ହେଲେ ବୃହସ୍ପତି ମହାଗ୍ରହ, ଶନି ମହାଗ୍ରହ, ରାହୁ ମହାଗ୍ରହ ଏବଂ କେତୁ ମହାଗ୍ରହ। କାରଣ ଏହି 4ଟି ଗ୍ରହ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବା ପାଇଁ ବହୁତ ଅଧିକ ସମୟ ନେଇଥାନ୍ତି। ଅର୍ଥାତ୍ ଏମାନେ ବହୁତ ସମୟ ଗୋଟିଏ ଜାଗାରେ ଅବସ୍ଥାନ କରି ରହିଥାନ୍ତି। ବୃହସ୍ପତି ମହାଗ୍ରହ ବର୍ଷ ଆରମ୍ଭରୁ ବକ୍ର ଗତିରେ ବୃଷ ରାଶି ମାନଙ୍କ ପାଇଁ ଦ୍ୱିତୀୟ ଭାବରେ ଅବସ୍ଥାନ କରି ରହିବେ। ମାର୍ଚ୍ଚ ମାସରେ ବକ୍ର ଗତି ଛାଡ଼ି ସମ୍ମୁଖ ଗତିକୁ ଆସିବେ। ଦ୍ୱିତୀୟ ଭାବରେ ବସି ବୃହସ୍ପତି ମହାଗ୍ରହ ଷଷ୍ଠ, ଅଷ୍ଟମ ଏବଂ ଦଶମ ଘରକୁ ଦେଖିବେ। ସେକେଣ୍ଡ ହାଉସ୍ ବୃହସ୍ପତିଙ୍କୁ ଶୁଭ ଧରାଯାଇଥାଏ। ଏହି ସ୍ଥାନରେ ବୃହସ୍ପତି ମହାଗ୍ରହ ରହିଥିଲେ ଧନ ବୃଦ୍ଧି କରାଇଥାନ୍ତି, ପରିବାରରେ ସୌହାର୍ଦ୍ଦ୍ୟର ବାତାବରଣ ରଖିଥାନ୍ତି, କଥାବାର୍ତ୍ତା ଏବଂ ଭାବର ଆଦାନ ପ୍ରଦାନକୁ ସୁନ୍ଦର କମନୀୟ କରିଥାନ୍ତି। ଷଷ୍ଠ ଏବଂ ଦଶମକୁ ଦୃଷ୍ଟି ଯୋଗୁଁ ଚାକିରି ବୃତ୍ତି ପାଇଁ ଆଶାୟୀମାନେ ଏହାକୁ ସହଜରେ ପାଇବା ସହ ଯେଉଁମାନେ ଚାକିରି ବୃତ୍ତିରେ ନିୟୋଜିତ ଅଛନ୍ତି ସେମାନେ ସେଥିରେ ବହୁତ ଉନ୍ନତି କରିବେ। କର୍ମ ବୀର କରାଇବା ଯୋଗୁଁ ପ୍ରଶଂସିତ ହେବେ ଏବଂ ଅନାୟାସରେ ସଫଳତାକୁ ପାଇପାରିବେ। ଶତ୍ରୁ ମିତ୍ରତା କରିବେ କିମ୍ବା ଶାନ୍ତ ହୋଇ ରହିବେ। ରୋଗରୁ ମୁକ୍ତି ପାଇବା ପାଇଁ ରାସ୍ତା ଫିଟିବ। ଧନର ଅଭାବ ରହିବ ନାହିଁ। ବିବାହ ପାଇଁ ଆଶାୟୀମାନେ ସଫଳତା ପାଇବେ। ସନ୍ତାନ ପ୍ରାପ୍ତିର ମଧ୍ୟ ଏହା ବହୁତ ଭଲ ସମୟ। ଖାଦ୍ୟ ପାନୀୟ ଉପରେ ଧ୍ୟାନ ରଖନ୍ତୁ, ସ୍ୱାସ୍ଥ୍ୟ ଠିକ୍ ରହିବ, ନହେଲେ କିଛିଟା ବିପଦ ଭୋଗ କରିବାର ସମ୍ଭାବନା। ଜୁନ୍ 2 ତାରିଖରୁ ବୃହସ୍ପତି ମହାଗ୍ରହ ଥାର୍ଡ ହାଉସ୍କୁ ଗମନ କରିବେ ଏବଂ ସେହି ସ୍ଥାନରେ ଅବସ୍ଥାନ କରିବେ। ତୃତୀୟ ଭାବରେ ଶୁଭଫଳ ଦେଉନଥିଲେ ମଧ୍ୟ ଉଚ୍ଚସ୍ଥ ହୋଇ ରହିବା ଯୋଗୁଁ ଶୁଭ ଫଳ ମିଳିବ। ସେହି ସ୍ଥାନରୁ ବୃହସ୍ପତି ମହାଗ୍ରହ 7th, 9th ଏବଂ 11th ହାଉସ୍କୁ ଦୃଷ୍ଟି ଦେବେ। ତୃତୀୟ ଭାବରେ ଉଚ୍ଚରେ ରହିବା ଯୋଗୁଁ ସାହସ ପରାକ୍ରମ ବଢ଼ିବ। ବ୍ୟବସାୟୀମାନଙ୍କୁ ବହୁତ ଶୁଭଫଳ ମିଳିବ। ସପ୍ତମ ଭାବକୁ ଦୃଷ୍ଟି ଦେଉଥିବା ଯୋଗୁଁ ନୂତନ ସୁବିଧା ସୁଯୋଗ ମଧ୍ୟ ମିଳିବ। ବ୍ୟବସାୟକୁ ବଢ଼ାଇବା ପାଇଁ ରାସ୍ତା ଫିଟିବ। ବିବାହ ଆଶାୟୀମାନେ ସଫଳ ହେବେ। ପତି ପତ୍ନୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବ। ପତ୍ନୀଙ୍କ ଦ୍ୱାରା ମଧ୍ୟ ଲାଭବାନ ହେବେ। ପତ୍ନୀ ନିଶ୍ଚୟ କିଛି ଅଧିକ କାମ କରିବେ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ନବମ ଭାବକୁ ବୃହସ୍ପତି ମହାଗ୍ରହଙ୍କର ଏହି ସମୟରେ ଦୃଷ୍ଟି ଯୋଗୁଁ ଛୋଟ ବଡ଼ ଯାତ୍ରା ଯୋଗୁଁ ଲାଭବାନ ହେବେ। ପିତା ଗୁରୁଜନମାନଙ୍କର ଆଶୀର୍ବାଦ ଏବଂ ସହଯୋଗ ମଧ୍ୟ ରହିବ। ଭାଗ୍ୟର ସହଯୋଗ ମିଳିବ। 11th କୁ ଦୃଷ୍ଟି ନୂତନ ସୁବିଧା ସୁଯୋଗ ଆଣିଦେବ।
ଆୟ ବଢ଼ିବ। ବର୍ଷର ଶେଷ 2 ମାସ ବୃହସ୍ପତି ଚତୁର୍ଥ ଭାବକୁ ଆସି 8th, 10th ଆଉ 12 ହାଉସକୁ ଦେଖିବା ଯୋଗୁଁ ଏହି ସମୟରେ କିଛିଟା ଅଧିକ ସତର୍କ ହୋଇ କାର୍ଯ୍ୟ କରିବା ଆବଶ୍ୟକ। କିନ୍ତୁ ତଥାପି ଚତୁର୍ଥ ଭାବରେ ରହି ବୃହସ୍ପତି ମହାଗ୍ରହ ଶୁଭ ଫଳ ପ୍ରଦାନ କରିବେ। ମିତ୍ର ସ୍ଥାନରେ ଅବସ୍ଥାନ କରି ରହିଥିବା ଯୋଗୁଁ ଆଧ୍ୟାତ୍ମିକତା ବଢ଼ିବ। ସାଧକମାନେ ଅଚାନକ ଅଦ୍ଭୁତ ଜ୍ଞାନ ପ୍ରାପ୍ତ କରିବେ। ଉଚିତ କର୍ମ କରି ସଫଳତା ପ୍ରାପ୍ତ କରିବେ। ଏହି ସମୟରେ ବୃଷ ରାଶିର ବ୍ୟକ୍ତିବିଶେଷମାନେ ଯାତ୍ରା ଯୋଗୁଁ ଲାଭବାନ ହେବେ। ବିଦେଶ ଗସ୍ତ ପାଇଁ ସୁବିଧା ସୁଯୋଗ ମିଳିବ। ପ୍ରମୋସନ ଏବଂ ସ୍ଥାନ ପରିବର୍ତ୍ତନରେ ଶୁଭ ଫଳ ପାଇବେ। ବିଦ୍ୟାର୍ଥୀମାନେ ଶୁଭ ଫଳ ପାଇବେ। ବୃହସ୍ପତି ମହାଗ୍ରହ ବର୍ଷ ସାରା ଯେଉଁଠି ବି ରହିଲେ ମଧ୍ୟ ଶୁଭ ଫଳ ଦେବେ ବୃଷ ରାଶି ଏବଂ ଲଗ୍ନର ବ୍ୟକ୍ତିବିଶେଷମାନଙ୍କୁ। ଶନି ମହାଗ୍ରହ ବର୍ଷ ସାରା 11th ହାଉସରେ ରହିବେ ବୃଷ ରାଶି ଏବଂ ଲଗ୍ନର ବ୍ୟକ୍ତିବିଶେଷମାନଙ୍କ ପାଇଁ। ନବମ ଏବଂ ଦଶମ ଭାଗ୍ୟ ଏବଂ କର୍ମ ଭାବର ଅଧିପତିଙ୍କର ଏକାଦଶ ସ୍ଥାନରେ ଅବସ୍ଥାନ ବହୁତ ଶୁଭ ଫଳ ପ୍ରଦାନ କରିବ ବୃଷ ରାଶି ଏବଂ ଲଗ୍ନର ବ୍ୟକ୍ତିବିଶେଷଙ୍କୁ ଆଗକୁ ବଢ଼ିବା ପାଇଁ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। କର୍ମରେ ସଫଳତା ମିଳିବ। ଭାଗ୍ୟ ସହଯୋଗର ହାତ ବଢ଼ାଇବ। ଉତ୍ତରା ଭାଦ୍ରପଦ ନକ୍ଷତ୍ର ଯାହା ଶନି ମହାଗ୍ରହଙ୍କର ନିଜ ନକ୍ଷତ୍ର, ସେହି ସ୍ଥାନରେ ବର୍ଷର ଅଧିକାଂଶ ସମୟ ଅବସ୍ଥାନ କରି ରହୁଥିବାରୁ ପ୍ରତ୍ୟେକଟି କ୍ଷେତ୍ରରେ ବହୁତ ସଫଳତା ପ୍ରଦାନ କରିବେ ଶନି ମହାଗ୍ରହ। ଲଗ୍ନ ପଞ୍ଚମ ଏବଂ ଅଷ୍ଟମକୁ ଦେଖୁଥିବା ଯୋଗୁଁ କିଛିଟା ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ସ୍ୱାସ୍ଥ୍ୟ ପାଇଁ, ସନ୍ତାନଙ୍କ ପାଇଁ ଏବଂ ଆକସ୍ମିକ ଦୁର୍ଘଟଣା ପାଇଁ। ଆୟୁକୁ କିନ୍ତୁ ଶନି ମହାଗ୍ରହ ବୃଦ୍ଧି କରିବେ। ଏହା ଫଳରେ ବଡ଼ ଏବଂ ଲମ୍ବା ରୋଗରୁ ରକ୍ଷା ମିଳିବା ପାଇଁ ରାସ୍ତା ଫିଟିବ। ଉପଯୁକ୍ତ ଚିକିତ୍ସା ପାଇପାରିବେ। ଏକାଦଶ ଭାବରେ ଶନି ମହାଗ୍ରହ ବହୁତ ଶୁଭ ଫଳ ଦେଇଥାନ୍ତି ଏବଂ ନିଜ ନକ୍ଷତ୍ରରେ ଅବସ୍ଥାନ କରିଥିବା ଯୋଗୁଁ ଏହି ଶୁଭ ଫଳ ବହୁତ ଅଧିକ ପରିମାଣରେ ବଢ଼ିଯିବ। ବୃଷ ରାଶି ଏବଂ ଲଗ୍ନର ଅଧିପତି ଶୁକ୍ର ମହାଗ୍ରହଙ୍କର ପରମ ମିତ୍ର ହୋଇଥିବାରୁ ଶନି ମହାଗ୍ରହ ବୃଷ ରାଶି ଏବଂ ଲଗ୍ନର ବ୍ୟକ୍ତିବିଶେଷମାନଙ୍କୁ ବହୁତ ଶୁଭ ଫଳ ପ୍ରଦାନ କରିବେ। ରାହୁ ମହାଗ୍ରହ ବର୍ଷ ସାରା ଦଶମ ଭାବରେ ଅବସ୍ଥାନ କରି ରହିବେ। ଦଶମ ସ୍ଥାନରେ ରାହୁ ମହାଗ୍ରହ ବହୁତ ଶୁଭ ଫଳ ଦେଇଥାନ୍ତି। ବୃଷ ରାଶିର ଅଧିପତି ଶୁକ୍ର ମହାଗ୍ରହଙ୍କର ମିତ୍ର ରାହୁ ମହାଗ୍ରହ ହୋଇଥିବାରୁ କର୍ମରେ ଉନ୍ନତି କରାଇବେ। ଅଚାନକ ସଫଳତା ପ୍ରଦାନ କରିବେ। ଟ୍ୟାଲେଣ୍ଟ ଆଉ ବୁଦ୍ଧିରେ ବହୁତ ଗ୍ରୋଥ କରାଇବେ, ଯାହାଫଳରେ ପ୍ରତ୍ୟେକଟି କ୍ଷେତ୍ରରେ ସଫଳତା ମିଳିବ। ବର୍ଷ ଆରମ୍ଭ ଏବଂ ବର୍ଷ ଶେଷରେ ରାହୁ ଏବଂ ଦଶମ ଭାବକୁ ବୃହସ୍ପତି ମହାଗ୍ରହ ଦେଖୁଥିବା ଯୋଗୁଁ ପ୍ରତ୍ୟେକଟି କର୍ମରେ ସଫଳତା ମିଳିବ। ବହୁତ ଦିନର କାମ ଅଳ୍ପ ଦିନରେ କରିପାରିବେ। ଷ୍ଟୁଡେଣ୍ଟ, କର୍ମଜୀବୀ ଏବଂ ବ୍ୟବସାୟୀମାନେ ବହୁତ ସଫଳତା ପାଇବେ। ରାହୁ ମହାଗ୍ରହ 2nd, 4th ଏବଂ 6th ହାଉସକୁ ଦେଖୁଥିବା ଯୋଗୁଁ ଧନର ଆଗମନ କରାଇବେ। ଗୃହ, ଭୂମି, ବାହନ ସୁଖ ମିଳିବ। ଅଧିକ ଋଣରୁ ବଞ୍ଚିବା କିନ୍ତୁ ଏହି ସମୟରେ ନିହାତି ଆବଶ୍ୟକ। ମିଳିଯାଉଛି ବୋଲି ନେବା କଥା ନୁହେଁ। ଡିସେମ୍ବର ମାସ ସତର୍କତାର ମାସ। ଭୁଲ କାମ କରନ୍ତୁ ନାହିଁ। କୁସଙ୍ଗ ଠାରୁ ଦୂରେଇ ରୁହନ୍ତୁ। ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ। ଅଧର୍ମୀ ହୁଅନ୍ତୁ ନାହିଁ। ସର୍ଟକଟ୍ ରାସ୍ତାରେ ଯାଆନ୍ତୁ ନାହିଁ ଶୀଘ୍ର ଅଧିକ ପାଇବା ପାଇଁ। କେତୁ ମହାଗ୍ରହ ବର୍ଷ ସାରା ବୃଷ ରାଶି ଏବଂ ଲଗ୍ନର ବ୍ୟକ୍ତିବିଶେଷମାନଙ୍କ ପାଇଁ 4th ହାଉସରେ ଅବସ୍ଥାନ କରି ରହିବେ। ଏହା କେତୁଙ୍କ ପାଇଁ ଭଲ ସ୍ଥାନ ନୁହେଁ। ଗୃହ ପରିବାରରେ କିଛିଟା ଅଶାନ୍ତି ଦେଖାଯିବ। ଗୃହ ଭୂମିକୁ ନେଇ ବାଦ ବିବାଦ ସ୍ଥିତି ଉପୁଜିବ। ସ୍ୱାସ୍ଥ୍ୟ ପାଇଁ ସଂଶୟ। ମାଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବିଦ୍ୟାର୍ଥୀମାନେ ଠିକରେ ମନ ଲଗାଇ ପଢ଼ିପାରିବେ ନାହିଁ। ଚତୁର୍ଥରେ ରହି 8th, 10th ଆଉ 12 ହାଉସକୁ ଦୃଷ୍ଟି ଯୋଗୁଁ ଅସ୍ତ୍ରୋପଚାର, କର୍ମରେ ହାନି କରାଇବାର ମଧ୍ୟ ସମ୍ଭାବନା। ଅଯଥା ଖର୍ଚ୍ଚ ଏବଂ ଯାତ୍ରାରୁ କିନ୍ତୁ ରକ୍ଷା କରିବେ କେତୁ ମହାଗ୍ରହ। ବୃଷ ରାଶି ଏବଂ ଲଗ୍ନର ବ୍ୟକ୍ତିବିଶେଷ ମାନେ ବର୍ଷ ସାରା ବହୁତ ଶୁଭ ଫଳ ପାଇବେ। ଗ୍ରହମାନଙ୍କର
ଏହି ସ୍ଥିତି ଯୋଗୁଁ ଏହି ଶୁଭ ଫଳକୁ ଅଧିକ ମାତ୍ରାରେ ବଢ଼ାଇ ଅଶୁଭ ଫଳ ଯାହା ବି କିଛି ମିଳିବାର ଅଛି ତାକୁ କମ୍ କରିବା ପାଇଁ ବର୍ଷ ସାରା ଲକ୍ଷ୍ମୀ ନାରାୟଣଙ୍କର ପୂଜା ଆରାଧନା କରନ୍ତୁ। ପ୍ରଭୁ ଗଣେଶ, ମା କାଳୀ ଏବଂ ଭଗବାନ ମହାଦେବଙ୍କର ପୂଜା ଆରାଧନା କିମ୍ବା ଶିବ ମନ୍ଦିରରେ ଯାଇ ପୂଜା ଆରାଧନା କଲେ ବହୁତ ଅଧିକ ମାତ୍ରାରେ ଶୁଭ ଫଳ ପାଇପାରିବେ। ଏହି 4ଟି ଗ୍ରହଙ୍କର ଶୁଭ ଫଳ ମିଳୁଥିବା ଯୋଗୁଁ ବହୁତ ପ୍ରଗତିର ବର୍ଷ ରହିବ 2026 ବର୍ଷ ବୃଷ ରାଶି ଏବଂ ଲଗ୍ନର ବ୍ୟକ୍ତିବିଶେଷମାନଙ୍କ ପାଇଁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ ମୋର ପ୍ରତ୍ୟେକଟି ଭିଡ଼ିଓ ଆପଣମାନଙ୍କ ପାଖରେ ପହଞ୍ଚିଯିବ। ନମସ୍କାର।